ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଭି ଶଙ୍କର ନାରାୟଣ ଶ୍ରୀନିବାସ ଶାସ୍ତ୍ରୀ ଜଣେ ଭାରତୀୟ ରାଜନେତା, କୂଟନୀତିଜ୍ଞ ଏବଂ ବିଦ୍ୱାନ ଥିଲେ। ସେ ତାଙ୍କର ଅସାଧାରଣ ବକ୍ତୃତା ଦକ୍ଷତା ପାଇଁ ଜଣାଶୁଣା ଥିଲେ ଏବଂ ତାଙ୍କୁ ପ୍ରାୟତଃ ବ୍ରିଟିଶ ସାମ୍ରାଜ୍ୟର ରୂପଭାଷୀ ବକ୍ତା ବୋଲି କୁହାଯାଉଥିଲା। ଗୋପାଳ କୃଷ୍ଣ ଗୋଖଲେଙ୍କ ଜଣେ ଘନିଷ୍ଠ ସହଯୋଗୀ, ସେ ଭାରତର ସ୍ୱଶାସନ ପାଇଁ ସାମ୍ବିଧାନିକ ପଦ୍ଧତିକୁ ପ୍ରୋତ୍ସାହିତ କରିଥିଲେ। ସେ ଜାତିସଂଘରେ ଭାରତର ପ୍ରତିନିଧି ଏବଂ ୟୁକେରେ ଉଚ୍ଚାୟୁକ୍ତ ଭାବରେ କାର୍ଯ୍ୟ କରିଥିଲେ। ଶାସ୍ତ୍ରୀ ବିଦେଶରେ ବିଶେଷ କରି ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ଅଧିକାର ପାଇଁ ଓକିଲାତି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବେ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବେ, ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ରହୁଛି, ନମସ୍କାର।